ଜୟ ଜଗନ୍ନାଥ ପିଲାମାନେ। ଆଜି ଆମେ ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ବହିର ପ୍ରଥମ ଅଧ୍ୟାୟ ପ୍ରାକୃତିକ ସମ୍ବଳ ଓ ତାର ବ୍ୟବହାର ବିଷୟର ପ୍ରଶ୍ନୋତ୍ତର ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ଆମେ ଆଜି ଯାହାକୁ ନବୀକରଣ ଯୋଗ୍ୟ ସମ୍ବଳ ବୋଲି ଭାବୁଛେ, ତାହା ଆସନ୍ତା କାଲିକୁ କିପରି ନବୀକରଣ ଅଯୋଗ୍ୟ ହୋଇଯିବ? ଏହି ଘଟଣାକୁ ରୋକିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରିବ ଲେଖ। ଉତ୍ତର, ଆମେ ଆଜି ଯାହାକୁ ନବୀକରଣ ଯୋଗ୍ୟ ସମ୍ବଳ ବୋଲି ଭାବୁଛେ, ତାହା ଆସନ୍ତା କାଲିକୁ ନବୀକରଣ ଅଯୋଗ୍ୟ ହୋଇଯାଇପାରେ ଯଦି ଏହାର ପ୍ରାକୃତିକ ସୃଷ୍ଟିର ହାର ଅପେକ୍ଷା ବ୍ୟବହାରର ହାର ଅଧିକ ହୋଇଯିବ। ଉଦାହରଣ ସ୍ୱରୂପ, ମାଛମାନଙ୍କର ଜନ୍ମ ତୁଳନାରେ ଆମେ ଅଧିକ ମାଛ ଧରିବା, ଅତ୍ୟଧିକ ଭୂତଳ ଜଳ ବ୍ୟବହାର କରିବା ବା ଅତ୍ୟଧିକ ଜଙ୍ଗଲ କାଟିବା, ତେବେ ଏହିଭଳି ପରିସ୍ଥିତି ସୃଷ୍ଟି ହେବ। ଏହି ଘଟଣାକୁ ରୋକିବା ପାଇଁ ଧାରଣୀୟ ପରିଚାଳନା, ନିୟନ୍ତ୍ରିତ ଜଳ ଅମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ହ୍ରାସ ଏବଂ ସମ୍ବଳକୁ ଦକ୍ଷତାର ସହିତ ବ୍ୟବହାର କରିବା ଇତ୍ୟାଦି ପଦକ୍ଷେପ ଗ୍ରହଣ କରିପାରିବା। ସମ୍ବଳକୁ ପୁନର୍ବାର ଭରଣା କରିବା ଯଥା ପୁନଃନବୀକରଣ, ଜଳ ସଂରକ୍ଷଣ, ପ୍ରଯୁକ୍ତ ବିଦ୍ୟାକୁ କାର୍ଯ୍ୟକାରୀ କରିବା ଇତ୍ୟାଦି ମାଧ୍ୟମରେ ସମ୍ବଳର ବ୍ୟବହାର ଏବଂ ପୁନଃ ଭରଣା ମଧ୍ୟରେ ଭାରସାମ୍ୟ ରକ୍ଷା ଯାଇପାରିବ। କୃଷି କ୍ଷେତ୍ର ଏବଂ ସମ୍ବଳ ପରିଚାଳନା ଆଦି କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ସମ୍ବଳଗୁଡ଼ିକର ପୁନଃ ସୃଷ୍ଟି କରି ସେଗୁଡ଼ିକୁ ଭରଣା କରାଯାଇପାରିବ। 2 ନମ୍ବର, ମନୁଷ୍ୟର ସେବାରେ ଆସୁଥିବା 5ଟି ପରିସଂସ୍ଥା କାର୍ଯ୍ୟାବଳୀ ଇକୋସିଷ୍ଟମ ଫଙ୍କସନର ନାମ କୁହ। ଉତ୍ତର, ପରିସଂସ୍ଥା ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ, ଯାହା ପ୍ରତ୍ୟକ୍ଷ ଭାବରେ ମନୁଷ୍ୟର ଜୀବନ ଏବଂ ହିତକୁ ସମର୍ଥନ କରିଥାଏ। ସେଗୁଡ଼ିକ ମଧ୍ୟରେ ପରାଗସଙ୍ଗମ, ବିଭିନ୍ନ ପୋକ, କୀଟ, ମହୁମାଛି ଆଦି ଫୁଲରୁ ଫୁଲକୁ ଉଡ଼ି ବୁଲିବା ଦ୍ୱାରା ପରାଗସଙ୍ଗମ ହୋଇ ଶସ୍ୟ ଏବଂ ଅନ୍ୟାନ୍ୟ ଉଦ୍ଭିଦର ପ୍ରଜନନରେ ସହାୟତା କରିଥାନ୍ତି, ଯାହା ଖାଦ୍ୟ ଉତ୍ପାଦନରେ ସହାୟକ ହୋଇଥାଏ। ଖ. ଜଳ ପରିଷ୍କରଣ, ଆର୍ଦ୍ରଭୂମି ଏବଂ ଜଙ୍ଗଲ ଭଳି ପରିସଂସ୍ଥା ପ୍ରାକୃତିକ ଉପାୟରେ ଜଳକୁ ଛାଣି ଏହାକୁ ପରିଷ୍କାର କରିଥାନ୍ତି। ଗ. ଜଳବାୟୁ ନିୟନ୍ତ୍ରଣ, ପରିସଂସ୍ଥାଗୁଡ଼ିକ ଅଙ୍ଗାରକାମ୍ଳ ଶୋଷିନେଇ ଅମ୍ଳଜାନ ଉତ୍ପାଦନ କରିଥାନ୍ତି। ଏହା ଜଳବାୟୁକୁ ନିୟନ୍ତ୍ରଣ କରେ ଏବଂ ପରିବେଶଗତ ସ୍ଥିରତାକୁ ବଜାୟ ରଖେ। ଘ. ମୃତ୍ତିକାର ଉର୍ବରତା, ପରିସଂସ୍ଥାରେ ପଚନ ଏବଂ ପୁଷ୍ଟିଚକ୍ର ମୃତ୍ତିକା ସୃଷ୍ଟିରେ ସହାୟକ ହୋଇଥାଏ ଏବଂ ମୃତ୍ତିକାର ଉର୍ବରତା ରକ୍ଷା କରେ। ଏହା କୃଷି ପାଇଁ ଅତ୍ୟାବଶ୍ୟକ। ଙ. ଖାଦ୍ୟ ବ୍ୟବସ୍ଥା, ପରିସଂସ୍ଥାଗୁଡ଼ିକ ବିଭିନ୍ନ ପ୍ରକାର ଖାଦ୍ୟର ଉତ୍ସ ଅଟନ୍ତି। ସେଗୁଡ଼ିକ ମଧ୍ୟରେ ଉଦ୍ଭିଦ, ପ୍ରାଣୀ, ମାଛ ଆଦି ଅନ୍ତର୍ଭୁକ୍ତ, ଯାହା ମଣିଷର ଖାଦ୍ୟ, ପୁଷ୍ଟି ଏବଂ ତିଷ୍ଠି ରହିବା ପାଇଁ ଅତ୍ୟାବଶ୍ୟକ। 3 ନମ୍ବର କୋଶ୍ଚିନ୍, ନବୀକରଣ ଯୋଗ୍ୟ ସମ୍ବଳଗୁଡ଼ିକ କ'ଣ? ସେଗୁଡ଼ିକ ନବୀକରଣ ଅଯୋଗ୍ୟ ସମ୍ବଳଠାରୁ କିପରି ଭିନ୍ନ? ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ନବୀକରଣ ଯୋଗ୍ୟ ସମ୍ବଳର ଉପଲବ୍ଧି ନିଶ୍ଚିତ କରିବା ପାଇଁ ଲୋକମାନେ କ'ଣ କରିପାରିବେ? ଏହାର 2ଟି ଉଦାହରଣ ଦିଅ। ଉତ୍ତର, ଯେଉଁ ପ୍ରାକୃତିକ ପଦାର୍ଥଗୁଡ଼ିକ ସମୟକ୍ରମେ ପୁନଃ ସୃଷ୍ଟି ହୋଇଥାନ୍ତି, ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ଉଦାହରଣ ସ୍ୱରୂପ, ସୂର୍ଯ୍ୟାଲୋକ, ପବନ, ଜଳ ଏବଂ ଜଙ୍ଗଲ। ନବୀକରଣ ଅଯୋଗ୍ୟ ସମ୍ବଳ ଯଥା ଜୀବାଶ୍ମ ଇନ୍ଧନ ଏବଂ ଖଣିଜ ଏଗୁଡ଼ିକ ଭିନ୍ନ ଅଟନ୍ତି। ନବୀକରଣ ଅଯୋଗ୍ୟ ସମ୍ବଳ ଥରେ ବ୍ୟବହାର ହେବା ପରେ ପୁନର୍ବାର ସୃଷ୍ଟି ହୋଇପାରେ ନାହିଁ ବା ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହେବା ପାଇଁ ଦୀର୍ଘ ବର୍ଷ ଲାଗିଥାଏ।
ମାତ୍ର ନବୀକରଣ ଯୋଗ୍ୟ ସମ୍ବଳଗୁଡ଼ିକ ସଠିକ୍ ଭାବରେ ବ୍ୟବହାର କଲେ ସେଗୁଡ଼ିକ ନିଃଶେଷ ହୁଏ ନାହିଁ, କାରଣ ପ୍ରାକୃତିକ ଭାବେ ସେଗୁଡ଼ିକର ଭରଣା ହୋଇଯାଇଥାଏ। ନବୀକରଣ ଯୋଗ୍ୟ ସମ୍ବଳଗୁଡ଼ିକର ଉପଲବ୍ଧ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ନିଶ୍ଚିତ କରାଇବା ପାଇଁ ଲୋକମାନେ ସେଗୁଡ଼ିକୁ ସତର୍କତାର ସହିତ ପରିଚାଳନା କରିବା ଆବଶ୍ୟକ। ଏହା ମଧ୍ୟରେ ପରିଷ୍କାର ଶକ୍ତି ଉତ୍ସ ଯଥା ସୌର ଶକ୍ତି ଏବଂ ପବନ ଶକ୍ତିର ବ୍ୟବହାର, ସମ୍ବଳର ନଷ୍ଟକୁ କମ୍ କରିବା, ଧାରଣୀୟ ପ୍ରକ୍ରିୟା ଅନୁସରଣ କରିବା ଯଥା ଜଙ୍ଗଲକୁ ଯଥୋଚିତ ଉପାୟରେ ବ୍ୟବହାର କରିବା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହାର ଦୁଇଟି ଉଦାହରଣ ହେଉଛି, ପ୍ରଥମଟି ହେଉଛି ସୌର ଶକ୍ତି ଚାଳିତ ରାସ୍ତା କଡ଼ର ଆଲୋକ ଦ୍ୱାରା ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରଶୀଳତା କମାଇବା। ଦ୍ୱିତୀୟଟି ହେଉଛି କାଠ ପାଇଁ ଜଙ୍ଗଲ କାଟିବା ପରେ ନୂତନ ଭାବରେ ବୃକ୍ଷରୋପଣ କରି ପୁନଃ ଜଙ୍ଗଲ ସୃଷ୍ଟି ନିଶ୍ଚିତ କରିବା। 4 ନମ୍ବର, ତୁମ ଘର ଏବଂ ଆଖପାଖରେ ପ୍ରାକୃତିକ ସମ୍ବଳ ବ୍ୟବହାର ସମ୍ପର୍କିତ ସଚେତନତାକୁ ସୂଚାଉଥିବା ସାଂସ୍କୃତିକ ଅଭ୍ୟାସଗୁଡ଼ିକୁ ଚିହ୍ନଟ କର। ଉତ୍ତର, ଆମ ଘର ଏବଂ ଆଖପାଖରେ ଅନେକ ସାଂସ୍କୃତିକ ଅଭ୍ୟାସ ପ୍ରାକୃତିକ ସମ୍ବଳ ବ୍ୟବହାର ସମ୍ପର୍କିତ ସଚେତନତାକୁ ସୂଚାଇଥାଏ। ପ୍ରଥମତଃ, କେତେକ ବୃକ୍ଷ ଯଥା ଅଶ୍ୱତ୍ଥ ଏବଂ ବର ଗଛକୁ ପବିତ୍ର ବୋଲି ମନେ କରାଯାଏ ଏବଂ ସେଗୁଡ଼ିକୁ କଟାଯାଏ ନାହିଁ। ଏହା ବୃକ୍ଷ ସଂରକ୍ଷଣକୁ ପ୍ରସାର କରିଥାଏ। ଦ୍ୱିତୀୟତଃ, ଛୋଟ ଛୋଟ ଜଙ୍ଗଲ ଯାହାକୁ ପବିତ୍ର ବନାନୀ କୁହାଯାଏ, ସେଗୁଡ଼ିକୁ ଆଧ୍ୟାତ୍ମିକ ମହତ୍ତ୍ୱ ଯୋଗୁଁ ସଂରକ୍ଷିତ କରାଯାଏ। ଏହା ଜୈବ ବିବିଧତାକୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ। ତୃତୀୟତଃ, କେତେକ ପାରମ୍ପରିକ ପର୍ବପର୍ବାଣିରେ ପରିବେଶକୁ ସୁହାଇବା ଭଳି ଦ୍ରବ୍ୟ ବ୍ୟବହାର କରାଯାଏ। ଉଦାହରଣ, ଖାଇବା ପାଇଁ କଦଳୀ ପତ୍ର, ମୂର୍ତ୍ତି ତିଆରି ପାଇଁ ମାଟିର ବ୍ୟବହାର ଏବଂ ସଜାସଜି ପାଇଁ ପ୍ରାକୃତିକ ରଙ୍ଗର ବ୍ୟବହାର ଇତ୍ୟାଦି। ପୋଖରୀ ଏବଂ କୂଅ ଭଳି ଜଳ ଉତ୍ସକୁ ସଫା କରି ପୂଜା କରିବା ଜଳ ସଂରକ୍ଷଣକୁ ଉତ୍ସାହିତ କରେ। ପରିଶେଷରେ, ଓଷାବ୍ରତ ସମୟରେ ଉପବାସ ଏବଂ ସରଳ ଜୀବନଯାପନ ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷର ଅଯଥା ବ୍ୟବହାର ନ କରି ଧାର୍ମିକତାକୁ ପ୍ରସାରିତ କରିଥାଏ। 5 ନମ୍ବର, ଆମର ଆବଶ୍ୟକ ସାମଗ୍ରୀ ଉତ୍ପାଦନ ସମୟରେ କେଉଁ ବିଷୟଗୁଡ଼ିକୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ? ଉତ୍ତର, ଆମର ଆବଶ୍ୟକ ସାମଗ୍ରୀ ଉତ୍ପାଦନ ସମୟରେ ଧାରଣୀୟତାକୁ ପ୍ରାଥମିକତା ଦେଇ ନବୀକରଣ ଯୋଗ୍ୟ ତଥା ପରିବେଶ ଅନୁକୂଳ ପଦାର୍ଥ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଅତ୍ୟାବଶ୍ୟକ ଅଟେ। ଉତ୍ପାଦନ ଏବଂ ପରିବହନ ସମୟରେ କ୍ଷତିକାରକ ବାଷ୍ପ ଯଥା ଅଙ୍ଗାରକାମ୍ଳ ଯେପରି କମ୍ ନିର୍ଗତ ହେବ, ସେଥିପାଇଁ ଶକ୍ତି ଦକ୍ଷତାକୁ ଦୃଷ୍ଟିରେ ରଖାଯିବା ଆବଶ୍ୟକ। ଉତ୍ପାଦିତ ଦ୍ରବ୍ୟଗୁଡ଼ିକ ଯେପରି ଦୀର୍ଘସ୍ଥାୟୀ ହୁଏ ଏବଂ ସେଗୁଡ଼ିକୁ ବାରମ୍ବାର ବଦଳାଇବାକୁ ନ ପଡ଼େ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ସର୍ବୋପରି, ଉତ୍ପାଦନରେ ଯେପରି ସ୍ଥାନୀୟ ସମର୍ଥନ ରହେ ଏବଂ ପରିବହନ ଜନିତ ନିର୍ଗତ ହ୍ରାସ କରାଯାଏ, ସେଥିପ୍ରତି ଦୃଷ୍ଟି ଦେଇ ପରିବେଶଗତ ତଥା ସାମାଜିକ ଧାରଣୀୟତା ରକ୍ଷା କରାଯିବା ଆବଶ୍ୟକ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ପିଲାମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।